आकाशवाणी संवाद पढ़ुछंती चंदन घोष। मुख्य संवाद त्रिराष्ट्र गस्तर प्रथम पर्यायर आज इंडोनेशिया रे पहुंचिले प्रधानमंत्री। 6टी देशर राष्ट्रदूत आज निज निज परिचय पत्र प्रदान कले राष्ट्रपति को। रेलबाई क्षेत्र में समग्र देश को जोड़वा लगी स्वर्ण चतुर्भुज योजनार लक्ष्य रखिंट प्रधानमंत्री कहले रेलमंत्री। आज पुरी और ब्रह्मपुर दुईटी ट्रेन रहा शुभारंभ एवं फिफा विश्वकप टूर्नामेंटर राउंड 16 रे आज राति पोर्तुगाल स्पेन को भेटिबाकु थिबा बेले आसंता काली अमेरिका और बेल्जियम भितर हेबो मुकाबिला। प्रधानमंत्री नरेंद्र मोदी 6 दिनिया त्रिराष्ट्र गस्तर प्रथम पर्यायर आज इंडोनेशिया रे पहुंचिचंती। राजधानी जाकर्ता विमान बंदर रे पहुंचिबा परे इंडोनेशियार राष्ट्रपति प्राबोवो सुबियांतो श्री मोदी को स्वागत जणाइथिले। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୀତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଭାରତ ଓ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋୱୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ମସିହାରେ ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି 3 ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ 2 ଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6ଟି ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟ ପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିଜ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହିସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟ ପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଉଦୟପୁର ସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି କୋଭିଡ୍-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମସିହା ମଧ୍ୟରେ ଓଡ଼ିଶାରେ 1 ଲକ୍ଷ କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ମସିହାରେ ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ୍ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30ରେ ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 011-2371-7117, 233-14444, 233-10481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ #AskAir ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ ସପ୍ତଦଶ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରୋକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6ଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।